ଆଗକୁ ମାଟ୍ରିକ ପରୀକ୍ଷା। ଗୋଟିଏ ପଟେ ପିଲାଙ୍କ ଭବିଷ୍ୟତ ଗଢ଼ିବାର ସମୟ, ଆଉ ଅନ୍ୟପଟେ ଘର ଭାଙ୍ଗିଯିବାର ଭୟ। ପୁରୀ ଜିଲ୍ଲା ପିପିଲି ବ୍ଲକ ଓରକଳ ପଞ୍ଚାୟତର 13 ନମ୍ବର ୱାର୍ଡ ଆଜି ଏମିତି ଏକ ଟେନସନ୍ ବିଷୟରେ ରହିଛି, ଯାହା ଦେଖି ନିଜ ହଜାଇ ଯାଇଛି ସମ୍ପୂର୍ଣ୍ଣ ଗାଁ ପଡ଼ା ଲୋକମାନଙ୍କର। ଓରକଳ ପଞ୍ଚାୟତ 13 ନମ୍ବର ୱାର୍ଡରେ ପ୍ରାୟ 70-80 ବର୍ଷ ଧରି ବସବାସ କରି ଆସୁଥିବା ଲୋକମାନେ ଆଜି ଉଚ୍ଛେଦ ନୋଟିସ୍ ପାଇବା ପରେ ତାଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଏହି ଅଞ୍ଚଳର ଅନେକ ଘରେ ଏବେ ମାଟ୍ରିକ ପରୀକ୍ଷା ଦେଉଥିବା ପିଲାମାନେ ରହୁଛନ୍ତି। ପଢ଼ା ପଢ଼ିବା ଛାଡ଼ି ଘର ଭାଙ୍ଗିଯିବାର ଭୟ ତାଙ୍କ ମନରେ ଗଭୀର ଚାପ ସୃଷ୍ଟି କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ଅଞ୍ଚଳକୁ ସରକାର ନିଜେ ପୂର୍ବରୁ ସ୍ୱୀକୃତି ଦେଇଥିଲେ। ଓରକଳ ପଞ୍ଚାୟତରେ 12ଟି ୱାର୍ଡ ଥିବାବେଳେ ଏହି ଅଞ୍ଚଳର ଲୋକମାନଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ 13 ନମ୍ବର ୱାର୍ଡ ଗଠନ କରାଯାଇଥିଲା। ରାସନ କାର୍ଡ, ଭୋଟର ଆଇଡି, ଆବାସ ଯୋଜନା, ବିଭିନ୍ନ ସରକାରୀ ସୁବିଧା ସବୁକିଛି ଏହି ୱାର୍ଡରେ ଆଧାରରେ ଦିଆଯାଇଥିଲା। ତେବେ ପ୍ରଶ୍ନ ଉଠୁଛି, ଯେଉଁ ଜାଗାକୁ ସରକାର ନିଜେ ୱାର୍ଡ କରିଥିଲେ, ଯେଉଁଠି ପ୍ରାୟ 70-80 ବର୍ଷ ଧରି ଲୋକେ ରହୁଛନ୍ତି, ସେହି ଜାଗାକୁ ଏବେ ହଠାତ୍ ଉଚ୍ଛେଦ କାହିଁକି? ସ୍ଥାନୀୟ ଲୋକମାନେ କହୁଛନ୍ତି ଉଚ୍ଛେଦ ବନ୍ଦ କରିବା ପାଇଁ ସେମାନେ ତହସିଲଦାର ଓ ସ୍ଥାନୀୟ ବିଧାୟକଙ୍କୁ ଗୁହାରି କରିଛନ୍ତି, କିନ୍ତୁ ଆଶ୍ୱାସନା ମିଳିଥିଲେ ମଧ୍ୟ ସ୍ପଷ୍ଟ ନିଷ୍ପତ୍ତି ନ ଆସିବାରୁ ଲୋକେ ଆଜି ନିରାଶ ହୋଇଛନ୍ତି। ପରୀକ୍ଷା ସମୟରେ ଉଚ୍ଛେଦ ନୋଟିସ୍, ଏହା କି ସରକାରୀ ସମ୍ବେଦନଶୀଳତାର ଅଭାବ ନୁହେଁ କି? ଘର ରହିବ କି ପାଠପଢ଼ା, ଏମିତି ଦୁଇଟି ମଧ୍ୟରେ ଏକ ପିଲାକୁ ବାଛିବାକୁ ବାଧ୍ୟ କରିବା କେତେ ନ୍ୟାୟସଙ୍ଗତ? ଏଭଳି ଭାବି ରହିଛନ୍ତି ପିଲାମାନେ। ଏବେ ସମସ୍ତଙ୍କ ଦୃଷ୍ଟି ପ୍ରଶାସନ ଓ ଜନପ୍ରତିନିଧିଙ୍କ ଉପରେ ରହିଛି। ମାଟ୍ରିକ ପରୀକ୍ଷା ସମୟରେ ଉଚ୍ଛେଦ ବନ୍ଦ ହେବ କି ନା ଗାଁପଡ଼ା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିବ, ରହିଛି ପ୍ରଶାସନ ଓ ଜନପ୍ରତିନିଧିଙ୍କ ଉପରେ। ମାଟ୍ରିକ ପରୀକ୍ଷା ସମୟରେ ଉଚ୍ଛେଦ ବନ୍ଦ ରହିବ କି ନା ଗାଁପଡ଼ା ଲୋକଙ୍କ ଆହୁରି ଚିନ୍ତା ବଢ଼ାଇବ? ଦ ରୁରାଲ ନ୍ୟୁଜ୍ ଓଡ଼ିଆ। ମାଉସୀ ନାଁ କ'ଣ ଆପଣଙ୍କର? ମୋ ନାଁ ପାର୍ବତୀ। କ'ଣ କହିବେ, ଘର କୋଉଠି? ଘର ସାଡ଼େ କଳଭଙ୍ଗିରେ। ମୁଁ 1.5 ବର୍ଷର ହେଇଥିଲି ଆଜି ଆଇଛି। ମୋ ପାଖକୁ ବାଘ କହିଲ 1.5 ବର୍ଷର ହେଇଥିଲି ଆଇଛି ଯେ ଏଡ଼େ ଅଛି। କ'ଣ ଏବେ ଅସୁବିଧା ହେଉଛି ଆପଣଙ୍କର? ପିଲେ ଧରି ଖୁଆଇକି ମରି ଯାଉଛନ୍ତି। ଅସୁବିଧା ନୁହଁ ଆଉ କେମିତି? ଅସୁବିଧା ଯାଇଥିଲେ ସବୁ ହେଉଛି। କେଉଁ କାଳୁ ରଖିଥିଲେ ନାହିଁ, ଭୋଟ ଫୋଟ ଦେଇଥିଲୁ, ସବୁ ନାଁ ଲେଖିଥିଲୁ। ଇଏ ଭୋଟ ପାଇବ, ସେ ଭୋଟ ପାଇବ। ମୁଁ ସମସ୍ତଙ୍କୁ ଅନ୍ୟକୁ ମୁଣ୍ଡ ଅଛି। ଗାଁ ଗଣ୍ଡା ମୁଁ ବଢ଼େଇଛି। ସେ ଆସିଥିଲି, କେହି ନଥିଲେ ଦାତା ରହିବ। ମୁଁ ଆସିକି ଆଗ ହେଇଛି। 1.5 ବର୍ଷ ରହିଥିଲି ପୁରା। ମୋ ପାଖକୁ ଆଗ ଖାଇଲା ଯେ ମୁଁ ଏଇରେ ଆସିକି ରହିଲି। ଘର ଆଡ଼େ କଳ ପକି ରହିବ କିଛି ରଖିଲିନି। ମୁଁ ଆସିକି ଏଇଠି ରହିଛି। ଯଦି ଘର ଭାଙ୍ଗିଯିବ କୋଉଠି ରହିବେ, କୋଉଠି ଖାଇବେ କ'ଣ? କହୁଛୁ କୋଉଠି ରହିବୁ, କ'ଣ ଖାଇବୁ, ଯାହା କରିବେ। ମୋ ପିଲାମାନେ ଚରିଛ, ମୁଁ ତ ଆଜି ଅଛି କାଲି ମରିବି। ମୋ ପିଲେ କୋଉଠି ରହିବେ? ମୋ ନାଁ ହେଉଛି ଆତନାରାୟଣ ମଲ୍ଲିକ। ମୋ ବାପା ନାଁ ହେଉଛି ଅପରଦୀପ ମଲ୍ଲିକ। ମୋ ଓରକଳ ପଞ୍ଚାୟତର ମୁଁ ଗୋଟେ ଜଣେ ନାଗରିକ। 13 ନମ୍ବର ୱାର୍ଡ଼ରେ ମୁଁ ରହୁଛି। ମୁଁ ଦୀର୍ଘ ଆଜି 25 ବର୍ଷ ହେଲା ଆସିକି ଏଠି ରହୁଛି। ଆଜ୍ଞା, ମୋ ବାପା ମାଆର କିଛି ନାହିଁ। ଆପଣ ବି ଇନକ୍ୱାରି, ଆପଣଙ୍କ ପାଖରେ ସବୁ ଯାକ ଡକ୍ୟୁମେଣ୍ଟ ଅଛି। ମୁଁ ବି ମୋ ପାଇଁ ବି ଅନୁରୋଧ କିଛି କରୁନି, ଏ ଗ୍ରାମବାସୀ ପାଇଁ ମୁଁ ଅନୁରୋଧ କରୁଛି। ଯଦି ଆପଣଙ୍କର ହିତାହିତ ଜ୍ଞାନ ଅଛି, ଯଦି ଆପଣ ବି ଚାହୁଁଛନ୍ତି ସବୁ ପ୍ରକାର ଦୃଷ୍ଟିକୁ ରଖିକିରି ଆପଣ ଏମାନଙ୍କୁ ସହାୟତା କରନ୍ତୁ। ମୁଖ୍ୟ କଥା ଗୋଟେ ଏ ତ ସବୁ ପ୍ରକାର ଭୁଲ ଧନ୍ଦା ହେଉଛି ନା। ପିଲାମାନେ ପରୀକ୍ଷା ଦେଇପାରିବେନି, ପିଲାମାନେ ପଢ଼ିପାରିବେନି, ପିଲା ତ ଖାଇପାରୁନାହାନ୍ତି। ଆମ ଘରେ ତ ରୋଷେଇ ହେଉନି, ଏପର୍ଯ୍ୟନ୍ତ ମୁଁ ବି ଖାଇନି। ଆମ ଘରେ ରୋଷେଇ ହେଇନି। କ'ଣ କହିବୁ ଆଜ୍ଞା? ଆମେ ତ ଆମକୁ ଦୁଃଖ ଲାଗୁଛି ଆଜ୍ଞା। କ'ଣ କହିବୁ ଆମେ? ଆମକୁ ଦୁଃଖ ଲାଗୁଛି। ଆମେ ଓରକଳ ପଞ୍ଚାୟତର ନାଗରିକ ହେଇକି ଯଦି ଆମେ ଏମିତି ବେହସରେ ହେବୁ, ତାହେଲେ ଆମେ କ'ଣ କରିବୁ? ଆମେ ଆଜି ଯଦି ଏଠୁ ଉଠିବୁ, ଆମେ ରାଜରାସ୍ତାରେ ଯାଇକି ବସିବୁ, ରୋଷେଇ କରିବୁ, ସେଠି ଖାଇବୁ। ଆମକୁ ଉଠେଇ ଉଚ୍ଛେଦ କରାଯାଇଛି, କିନ୍ତୁ ରାଜରାସ୍ତାରେ ଉଚ୍ଛେଦ କରାଯାଇ ରୋଷେଇ କରି ଖାଇବା ପାଇଁ, ସେଇଠି ଆମେ ରୋଷେଇ କରି ଖାଇବୁ। ଆପଣ ଆସନ୍ତୁ, ମୁଖ୍ୟମନ୍ତ୍ରୀ ଆସନ୍ତୁ, ନବୀନ ଇଏ ଆମର MLA ଆସନ୍ତୁ, ତହସିଲଦାର ଆସନ୍ତୁ, ସମୟ ଆସନ୍ତୁ, ଦେଖନ୍ତୁ। ସେମାନେ ଆସିବେ ହିଁ ଆମେ ଭିଡ଼ିଓ ରେକର୍ଡ କରିବୁ। ଭଙ୍ଗା ହେବ ଏଠି, ତା ନହେଲା ବନ୍ଦ ଛାଡ଼ିଦେବୁନୁ। ମଉସା କୁହନ୍ତୁ, ନାଁ କ'ଣ? ଲିଙ୍ଗରାଜ ମଲ୍ଲିକ। ବାପା ନାଁ ଖତି ମଲ୍ଲିକ। କ'ଣ ରହିଛି ଅଭିଯୋଗ? ଓରକଳ ପଞ୍ଚାୟତ ଆମେ ଏଠି ବସବାସ କରିକି 30-40 ବର୍ଷ ହେଲା ରହିଛୁ ଆଜ୍ଞା। ବର୍ତ୍ତମାନ ତହସିଲଦାର, ମୁଁ ଆଉ ଅନ୍ୟ କଥା କହୁନି, ଆମକୁ ଥଇଥାନ କ'ଣ କରିବେ? ଆମକୁ ବାଡ଼େଇଲେ, ଧକ୍କା ମାରିଲେ। ତାପରେ ଆଜି ପ୍ରଚାର କରିବାକୁ ପଠାଇଲେ, ଯେଉଁମାନେ ଘର ନ ଭାଙ୍ଗିବେ ଆମେ ଭାଙ୍ଗିବୁ, ସେମାନେ ପଇସା ମୋତେ ଦେବେ। ପ୍ରଚାର କରିଗଲେ ତାଙ୍କର ଯେ ମାନେ ଆସିଥିଲେ ପଛରେ ମାଇକି କହିଲେ ସାର୍ଙ୍କୁ। ମୁଁ ବସିଥିଲି, ମୁଁ କହିଲି ଆଜ୍ଞା ପଇସା ଦେବୁ ନା? ହଁ।
ମୁଁ କହିଲି କାହାକୁ ପଇସା ଦେବୁ? ଆମ ଘର ତ ଭାଗିଲା, ଆମେ ତ ପଡ଼ିଛୁ ବାହାରେ ଖାଇବା ବିନା ମରୁଛୁ, ପଇସା କାହାକୁ ଦେବୁ? ନା ତହସିଲଦାର କହନ୍ତୁ, ତହସିଲଦାରକୁ ଆମେ ପଇସା ଦେବୁ, ଘର ସେ ଭାଙ୍ଗିବେ। ତା ପୂର୍ବରୁ ଆମେ ଯାହା ହେବ ନ୍ୟାୟ କଥା ଏଇଟା ଭୁଲ ଅନ୍ୟାୟ କଥା। ଏତିକି, ମୋର ଆଉ ଅଭିଯୋଗ କିଛି ନାହିଁ। ତହସିଲଦାର କାହିଁ ପଇସା ଆମକୁ ମାଗୁଛନ୍ତି? ସେ ତ ଭିକ ମାଗିବା କଥା, ଆମ ଦୁଆରକୁ ଆସିକି ଭିକ ମାଗନ୍ତୁ। ମୁଁ କହୁଛି ଆମେ ଦେବୁ 5 ଟଙ୍କା 10 ଟଙ୍କା ଆମେ ବି ଦେବୁ, ରାଜି ଅଛୁ। ଆପଣଙ୍କ ନାଁ କ'ଣ? ମୋ ନାଁ ଜ୍ୟୋତ୍ସ୍ନା ମଲ୍ଲିକ। କ'ଣ କହିବେ ଏବେ ବର୍ତ୍ତମାନ କ'ଣ ସମସ୍ୟା ରହୁଛି ଆପଣଙ୍କର? ସମସ୍ୟା କ'ଣ, ଆମେ ଆସିକି 60 ବର୍ଷ ହେଲା ଏଠି ରହିଲୁଣୁ। ଆମକୁ ପ୍ରତିଶ୍ରୁତି ଦେଇଥିଲେ ଯେ ଆମେ ତୁମକୁ ଥଇଥାନ କରିବୁ, ବର୍ତ୍ତମାନ ସୁଦ୍ଧା ଆମକୁ ଥଇଥାନ କଲେନି। ଆଉ ଆମେ ଯାଇଥିଲୁ MLA ପାଖକୁ, ତହସିଲ ପାଖକୁ, ଆମେ ଗୋଡ଼ ଧରିକି ମୁଣ୍ଡିଆ ବି ମାଇଲୁ ଯେ ଆମକୁ ଥଇଥାନ ଦିଅ। ଆମେ ଥଇଥାନ ନ କଲେ ଆମେ କୁଆଡ଼େ ଯିବୁ? ଏ ଦେଶର ନାଗରିକ କିଏ? ପିଲା। ବର୍ତ୍ତମାନ କାହାର ମେଟ୍ରିକ୍ ପରୀକ୍ଷା, କାହାର +2 ପରୀକ୍ଷା, ଆମ ପିଲାମାନେ ତ ସବୁ ଦାଣ୍ଡରେ ବସିଲେଣି। ଆମ ପିଲାମାନେ କେମିତି ପାଠ ପଢ଼ିବେ? କେମିତି ଦେଶର ନାଗରିକ ହେବେ? କେମିତି? ଯଦି ଆମ ଗାଁରେ ତମେ ଉଚ୍ଛେଦ କରିବାକୁ ଇଚ୍ଛା ଥିଲା, ତାହେଲେ କାହିଁକି ଆମ ଗାଁକୁ ଭୋଟର କାର୍ଡ଼ ଦେଇଥିଲ, ରାସନ କାର୍ଡ଼ ଦେଇଥିଲ, ଇନ୍ଦିରା ଆବାସ ଦେଇଥିଲ, ଯେଉଁ ଆମର ଅଙ୍ଗନବାଡ଼ି କରିଥିଲ, ସବୁ ତ କରିଥିଲ। ଆମର ତ ଏଇଟା ଗୋଟେ ୱାର୍ଡ଼ କରିଥିଲ, ତାହେଲେ ଆଜି କାହିଁକି ଆମକୁ ବିଚ୍ଛେଦ କରୁଛ? ଆମେ ଯିବୁ କୁଆଡ଼େ? ବର୍ତ୍ତମାନ ଆମର ଦରକାର, ଆମେ ଅନୁରୋଧ କରିକି କହୁଛୁ, ଆମେମାନେ ଖଟିଲେ ଖାଉ, ଆମର ଘର ଦ୍ୱାର ଚାଳ ଚୁଲି ନାହିଁ, କିନ୍ତୁ ଆମକୁ ଥଇଥାନ ଦରକାର। ଆମେ ଯିବୁ କୁଆଡ଼େ ବର୍ତ୍ତମାନ? ଯଦି ଥଇଥାନ ନ ଦେବେ, ଆମ ରାଜରାସ୍ତାରେ ଓହ୍ଲେଇବୁ, ରାଜରାସ୍ତାରେ ବସିକି ସେଇଠି ହିଁ ଭିକ ମାଗିବୁ, ଆଉ କିଛି ଆମର ଆବଶ୍ୟକ। ଶୀତ କାକରରେ ଛୁଆ କେମିତି କ'ଣ ଖାଇବେ? ଆପଣ ତ ଦେଖୁଛନ୍ତି, ଆମେ ତ 5 ଦିନ ହେଲା ବର୍ତ୍ତମାନ ସୁଦ୍ଧା କେହି ଖାଇନୁ, ଯେ କୁଆଡ଼େ ଯିବୁ, କ'ଣ କରିବୁ, କେଉଁଠି ରହିବୁ? ପିଲାମାନେ ବି ପାଠ ପଢ଼ି ପାରୁନାହାନ୍ତି, ଯେ ଆମେ ଆଉ କ'ଣ କରିବୁ? ସେ ତ ସରକାରଙ୍କୁ କ'ଣ ନିବେଦନ କରିବେ? ଆମେ ସରକାରକୁ ନିବେଦନ କରୁଛୁ ଯେ ଆମକୁ ଥଇଥାନ କରନ୍ତୁ। ଭାଇ ନାଁ କ'ଣ ଆପଣଙ୍କର? ସନ୍ତୋଷ ସାହୁ, ପିତା ଗଜେନ୍ଦ୍ର ସାହୁ। କ'ଣ କହିବେ? ଗାଁ ପଡ଼ାରେ କେତେ ବର୍ଷ ଧରି ରହି ଆସୁଥିଲେ? ରହିଲୁଣି ଆଜ୍ଞା, 30 ବର୍ଷ ହେଲା ରହିଲୁଣି। ବାପା ବୋଉ ସବୁ ମରିଯାଇଛନ୍ତି ଆଜ୍ଞା, କେହି ନାହାନ୍ତି, ଭଉଣୀ ବି ମରିଯାଇଛି। ରଙ୍ଗ କାମ କଲେ ମୂଲ ଲାଗିଲେ ଚଳିବ ଆଜ୍ଞା। ଆମେ କିଛି ଚାହୁଁନୁ, ସରକାରଙ୍କୁ ମୁଁ ଏତିକି ଅନୁରୋଧ କରୁଛି ପାଦ ଧରିକିରି, ଆମକୁ ଟିକେ କେଉଁଠି ଥଇଥାନ କରାଯାଉ, ଚାଖେଣ୍ଡେ ଜାଗା ଦେଲେ ଆମେ ମୁଣ୍ଡ ଗେଞ୍ଜିକି ରହିବୁ, ବରଂ ଯାହା ଯେତେ ଦୁଃଖ ମୂଲ ଦୁଃଖ ଆମେ କରିବୁ, ଆଉ କିଛି ଆମେ କହୁନୁ। ଏମିତି 5 ଦିନ ଆଣି ଖାଇନୁ ଆଜ୍ଞା, 5 ଦିନ ଆଣି କାମ ବନ୍ଦ, ଘର ଦ୍ୱାର ସବୁ ଭାଙ୍ଗିଗଲା, ସବୁ ଜିନିଷପତ୍ର ବୋହିକି ସେ କେନାଳ ବନ୍ଧ କିଏ କେଉଁଠି ଥୋଇ ଦେଉଛି ଠିକଣା ନାହିଁ। ସକାଳୁ ବି ଏତେବେଳେ ଆଣି ଖାଇନୁ, ପିଲାମାନେ ସବୁ ପାଠଶାଠ ପଢ଼ୁଛନ୍ତି, ସବୁ ବନ୍ଦ ବାନ୍ଦ କରି ବହିଛନ୍ତି ଆଜ୍ଞା। ଆଉ କ'ଣ କହିବି, ମୁଁ ପାଦ ଧରୁଛି, ଏତିକି ଅନୁରୋଧ କରୁଛି। ସଂସାରର ଆମ ଗାଁ ଯାକ ଯେତେ ଲୋକ, ଆମେ ସବୁବେଳେ ପାଇଁକା ଆପଣଙ୍କ ପାଇଁ ଅଛୁ, ଏବେ ବି ଅଛୁ, ଦରକାର ପଡ଼ିଲେ ବି ଯିବୁ ଆପଣଙ୍କର। ଆମେ ସମସ୍ତେ ଆପଣଙ୍କୁ କେବେ ଭୁଲି ପାରିବୁନି। ମୁଁ ନେହୁରା ହେଉଛି, ଗୋଡ଼ ତଳେ ପଡ଼ୁଛି, ହାତ ଧରୁଛି ଆଜ୍ଞା, ଏତିକି ଆମକୁ ସାହାଯ୍ୟ କରନ୍ତୁ। ଆଉ କହିବି କ'ଣ ଆଜ୍ଞା, ଟିକେ ଆମେ ରହିବୁ କେଉଁଠି ମୁଣ୍ଡ ଗେଞ୍ଜିକି? ଚାଉଳ ମିଳିଲା, ଭତ୍ତା ମିଳିଲା, ରୋଡ଼ କଲେ, ଅଙ୍ଗନବାଡ଼ି କଲେ, ଆପଣଙ୍କର ଲାଟ୍ରିନ୍ କଲେ, ସବୁ ଜିନିଷ କଲେ, ସୁଭଦ୍ରା ମିଳିଲା, ଆମର ନାଁରେ ଭୋଟ, ଆଧାର, ପରିଚୟ ସବୁ ଠିକ୍ ଆଜ୍ଞା। ଆପଣ ତଦନ୍ତ କରନ୍ତୁ, ଯଦି ଆମର କିଛି ଜାଗା ଥିବ ଆମେ ଆଜ୍ଞା ତଣ୍ଡ ଗଣିବୁ। ଆମେ କିଛି ମାଗୁନୁ, ହାତ ଯୋଡ଼ିକି ଏତିକି ଅନୁରୋଧ କରୁଛି। ସମସ୍ତେ ଜଣେ କହିବା ଯାହା, 5 ଜଣ କହିବା ସେଇଆ, ଯେହେତୁ ଗୋଟିଏ ନାଁରେ ଆମେ ସମସ୍ତେ ବସିଛୁ, ଆପଣଙ୍କୁ ଏତିକି ଆମେ କ୍ଷମା ପ୍ରାର୍ଥନା କରି ଭିକ ମାଗୁଛୁ ଆଜ୍ଞା। ସରକାର ଆମ ଦୁଃଖ ବୁଝ, ଏବେ ଯେଉଁ ସରକାର ଅଛି ଆମ ଦୁଃଖ ବୁଝ। କିଏ କେତେବେଳେ କାଲି କଥା, କାଲି କ'ଣ ହେବ ସେ କଥା କହୁନି, ଏଇନେ ପଖାଳ ମୁଠେ ଆପଣ ଦିଅନ୍ତୁ। ଶୁଣନ୍ତୁ, କାହାର କେତେ ବେନିଫିଟ୍ ହେବ? ଆମେ ଗରିବ ଲୋକ, ଦୁଃଖୀ ଲୋକ, ଆମେ ଭୋଟ ଦେଉଛୁ, ଆମକୁ ନେଇକି ସବୁ ତାଙ୍କୁ ନେଇକିରି ଆମେ କାହା କଥା କହିପାରିବୁନି ଆଜ୍ଞା। ଆମ କଥା ଆମେ କହୁଛୁ, ଆମକୁ ବଞ୍ଚାଅ, ଯେଉଁଠି ଟିକେ ଦିଅନ୍ତୁ ବାସସ୍ଥାନ, ଚାଖେଣ୍ଡେ ଜାଗା, ଆମେ ସବୁତକ ସେଇଠି ସବୁ ରହିଯିବୁ ଆଜ୍ଞା, ଆଉ କିଛି ଦରକାର ନାହିଁ। କାହିଁକି ହେବ ସେମିତି ଆଜ୍ଞା? ସରକାରଙ୍କର ପାଠ 3 ଦୁଗୁଣ 8, ଏଇନେ କହିବେ ଏଠି ବସ, ଆଉ ଟିକେ ପରେ କହିବେ ତମେ ହଟିଯାଅ। ନ ହେଇଥିଲେ ଆମେ ଭଙ୍ଗାଭଙ୍ଗି ସବୁ କରିଦେଲୁ। ଆପଣ ଗୋଟେ ଘର ପିଛା ଦେଖନ୍ତୁ, କିଛି ନାହିଁ, ଚୁଲି ଚାଳ। ଆଉ ସେ ନାଁ କ'ଣ? କୁମା ମଲ୍ଲିକ। କେତେ ବର୍ଷ ହେଲା ଏଠି ରହିଲଣି, କେମିତି ଚଳନ୍ତି? ଆଜ୍ଞା ରହିଲୁଣୁ 80 ବର୍ଷ। ମୋତେ ହେଲାଣି କେତେ କହିଲ, 74 ହେଲାଣି। କେମିତି ଏଠି ଚଳନ୍ତି? ଆଜ୍ଞା ମୂଲ ନାଗିକି ଚଳୁଛୁ। ଆଉ ମୁଁ ଗାଁକୁ କାମ କରିପାରୁନି, ତ ଆଉ ଯାଇପାରୁନି। ମୁଁ ଗାଁ ଗଣ୍ଡାକୁ ଯାଉଛି ମାଗିବା, ସତ କହୁଛି, ମିଛ ନୁହଁ। ମୁଁ ଯାଉଛି, ମୁଁ କାମ କରିପାରୁନି, ଗୋଡ଼ ଭାଙ୍ଗିଲା ଦିନଠୁ। ଏବେ ପ୍ରଶାସନ କହୁଛି ଘର ଭାଙ୍ଗିବ, କେମିତି ରହିବେ କ'ଣ? ପ୍ରଶାସନ ଯଦି ଘର କରୁଛି ଭାଙ୍ଗିବାକୁ, ଆମେ ତ ଏତେ ଧନ କରୁଛୁ, ଯଦି ଆମକୁ ସେ ଥାଇତ କରିବେ ତାଙ୍କ ଧର୍ମ, ଆମ କର୍ମ। ଆମକୁ ରକ୍ଷା ରକ୍ଷଣ କର, ଆମେ କେମିତି ରହିବୁ, କେମିତି ରାଇଜରେ ତୁମେ କିଏ କାର୍ଡ଼ କଲ, କାହିଁକି ରେସନ କାର୍ଡ଼ ଦେଲ, କାହିଁକି ଆଧାର କାର୍ଡ଼ ଦେଲ, କାହିଁକି ଭୋଟ ପରିଚୟ ପତ୍ର ଦେଲ,
ଆମକୁ ଏତେ ହଇରାଣ ମାରିବା ମଲା ବେଶିକି ମାରମଣ ତମ ନାଗିରି ଲୋକକୁ ଆମେ ଯାଇକି ଗାଡ଼ି ମୁହଁରେ ଶୋଇକି ମରିବୁ। ନେତା କ'ଣ ନେତା କହୁଛି ମୁଁ ଦେବିନି, ମୁଁ ଦେଇପାରିବିନି। ଆମେ ଯାଇକି ଆଜ୍ଞା 1 ରାତି 2ଟା ରାତି ହେଲାଣି ଆମେ ଆଇଛୁ କାକର କୁହୁଳିରେ ବସିକି କାକେରିରେ। ଆମେ ମୁଣ୍ଡିଆ ମାରିଲୁ ତଳେ ପଡ଼ିକି, ଘେନା କଲାନି କିଛି ନାହିଁ। ଆମକୁ ଏମିତି କରିଦେ। ଦେଖନ୍ତୁ ବର୍ତ୍ତମାନ ପାଇଁ ଯୋଉ ମାର ଥିଲା ସେ ଛାଡ଼ି ନଥିଲା, ଇଏ ଥିଲେ ନବୀନା ଥିଲେ ସେ ଛାଡ଼ି ନଥିଲା। କେଦାର ଦଳେ ଏଠି ପଟା ପାଉତୁ କରିଥିଲା, କେଦାର ଦଳେ ଏଠି 4 ଡିସିମିଲି ଦେଇଥିଲା। ବିଚିରା ସିଏ ମରିଗଲେ ଯୋଗକୁ ମରିଗଲେ। ଆଜ୍ଞା ତେମେ ଆସିଲ, ତମକୁ ଭୋଟ ଦେଲୁ, ତେମେ ଆମକୁ ଦରମରା କରିକି ମାଇଲ। ଆମେ 120 ଘର, ତେମେ ଆମକୁ ହଇରାଣ କଲ। ଆମେ ଯାହା ହଉଛୁ ଭଗବାନ ହେଇକି ବୁଝିବ।